ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ମାଟି ଦୀପ ପ୍ରସ୍ତୁତିରେ କୁମ୍ଭାର ପରିବାର। ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ସମୟ ବଦଳିବା ସାଙ୍ଗକୁ ଚିକମିକ ଆଲୁଅରେ ଦୀପାବଳି ମନାଉଛନ୍ତି ଲୋକେ। ହେଲେ ଆଜି ବି ଦୀପାବଳିରେ ମାଟି ଦୀପର ବେଶ୍ ଚାହିଦା ଅଛି। ଆଗକୁ ଦୀପାବଳି ଆସୁଥିବାରୁ ଏବେ ଚଳଚଞ୍ଚଳ ହୋଇଛି ନବରଙ୍ଗପୁର ଜିଲ୍ଲା ଡାବୁଗା ଅଞ୍ଚଳର କୁମ୍ଭାର ପରିବାର। ତିଆରି ଚାଲିଛି ଭଳିକି ଭଳି ମାଟି ଦୀପ। ଦୀପ ତିଆରିରେ ବ୍ୟସ୍ତ କାରିଗର ନିଜର ପାରମ୍ପରିକ ବ୍ୟବସାୟକୁ ବଞ୍ଚାଇକରି ଗଢ଼ି ଚାଲିଛନ୍ତି ସୁନ୍ଦର ସୁନ୍ଦର ମାଟି ଦୀପ ସବୁ। କିଏ ମାଟି ଚକଟି ସୁନ୍ଦର ଦୀପ ତିଆରି କରିବାର ବ୍ୟସ୍ତ ତ କିଏ ଦୀପକୁ ଶୁଖାଇବାରେ ବ୍ୟସ୍ତ। ପୁଣି କିଏ ଭାଟିରେ ଦୀପକୁ ପୋଡ଼ୁଛି। କିଛି କିଛି କୁମ୍ଭାରମାନେ ତ ସେମାନଙ୍କ ବୃତ୍ତି ଛାଡ଼ିବାକୁ ବସିଥିଲା ବେଳେ ଆଉ କିଛି କିଛି ନିଜର ପାରମ୍ପରିକ ବ୍ୟବସାୟକୁ ଜାବୁଡ଼ି ଧରିଛନ୍ତି। ବର୍ଷ ତମାମ ରହିଥାଏ ଏ ମାଟି ଦୀପର ଚାହିଦା। ଏ ବର୍ଷ ବି ଭଲ ବ୍ୟବସାୟ ହେବ ବୋଲି କୁମ୍ଭାର ପରିବାର ଆଶାବାଦୀ ବସିଛନ୍ତି। ପୂର୍ବରୁ କେବଳ କୁମ୍ଭାର ପରିବାର ବ୍ୟକ୍ତିବିଶେଷ ଦ୍ୱାରା ପ୍ରସ୍ତୁତ ହେଉଥିଲା ଏହି ମାଟି ଦୀପ। ଏବେ କିନ୍ତୁ ବଜାରକୁ ଆସୁଛି ଏକାଧିକ ବିକଳ୍ପ। ମାଟି ଦୀପର ସ୍ଥାନ ନେଲେଣି ଫେନ୍ସି ଏବଂ ଇଲେକ୍ଟ୍ରିକ୍ ଦୀପ। ଫଳରେ କୁମ୍ଭାରମାନଙ୍କର ପ୍ରସ୍ତୁତ ମାଟି ଦୀପର ଚାହିଦା ଧୀରେ ଧୀରେ ହ୍ରାସ ପାଉଛି। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, OTN TV।